ଏଲିନୋ ରାଜ କରିବ ଓଡ଼ିଶାରେ। ଦେଶର ବିଭିନ୍ନ ଭାଗରେ ବର୍ଷାକୁ କମାଇ ଦେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇକି ଆସିଲା ସବୁଠୁ ବଡ଼ ଖବର, ଯାହା ଜାଣିବା ଆପଣଙ୍କ ପାଇଁ ନିହାତି ଦରକାର। ଦର୍ଶକ ବନ୍ଧୁ, ଆସନ୍ତୁ ଆଲୋଚନା କରିବା ଆଜିର ପାଣିପାଗ ଅପଡେଟ୍ରେ ଆଗାମୀ ଦିନରେ ମୌସୁମୀ ବାୟୁ କେମିତି ରହିବ। ଜୁନରୁ ସେପ୍ଟେମ୍ବର ମାସରେ ବର୍ଷାକୁ ନେଇକି ଆସିଲା ବଡ଼ ଖବର। ତା ସହିତ ମେ ମାସରେ ସାଇକ୍ଲୋନ ହେବାର ମଧ୍ୟ କିଛି ଆଶଙ୍କା ରହିଛି ବୋଲି ଯାହା ମଡେଲ ମାନେ ଆକଳନ କଲେଣି। ଆସନ୍ତୁ ସବୁକିଛି ଆଲୋଚନା କରିବା ଆଜିର ଅପଡେଟ୍ରେ। ଚ୍ୟାନେଲ ନୂଆ ଥିଲେ ଚ୍ୟାନେଲକୁ ଏବେ ସବସ୍କ୍ରାଇବ କରନ୍ତୁ ଓ ପାଣିପାଗ ସମସ୍ତ ଚିତ୍ର ଦେଖନ୍ତୁ ଗୋଟିଏ ଚ୍ୟାନେଲ ୱିଣ୍ଡ ଓଡ଼ିଆ ଚ୍ୟାନେଲରେ। ଦେଶର ବିଭିନ୍ନ ଭାଗରେ ବର୍ତ୍ତମାନ ବଦଳି ଯାଇଛି ପାଣିପାଗର ମିଜାଜ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଦୁର୍ବଳ ରହିବ। ତା ସହିତ ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେବ। ହଁ ଆଜ୍ଞା, ବର୍ତ୍ତମାନ ସାଟଲାଇଟ୍ ଇମେଜରେ ଏହା ବୟାନ ହେଉଛି ଦେଶର ବିଭିନ୍ନ ଭାଗରେ ଶୁଖିଲା ପଡ଼ିଛି ପାଣିପାଗର ମିଜାଜ। କେବଳ ଉତ୍ତର ପୂର୍ବ ରାଜ୍ୟକୁ ଛାଡ଼ିଦେଲେ ଦେଶର ବିଭିନ୍ନ ଭାଗରେ ପ୍ରବଳ ଗରମ ଆଉ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିପାରେ। ଆଗାମୀ 24 ଘଣ୍ଟା ଯଦି ଆମେ ଦେଖିବା ତାପମାତ୍ରାକୁ ନେଇକି ବର୍ଷାକୁ ନେଇକି ଓଡ଼ିଶାର ପାଗ ଶୁଖିଲା ରହିବ। ସାଟେଲାଇଟ୍ ଇମେଜରେ ମଧ୍ୟ ଏହା ବୟାନ ହେଉଛି ଓଡ଼ିଶାର ଶୁଷ୍କ ପାଗ। ତେବେ ଓଡ଼ିଶାର କେଉଁ ଜିଲ୍ଲାକୁ ରହିଛି ୟେଲୋ ଆଲର୍ଟ ଗରମ ଗୁଳୁଗୁଳି ପାଇଁ ଆପଣ ଦେଖନ୍ତୁ। ବର୍ତ୍ତମାନ ସ୍ଥିତିରେ ଓଡ଼ିଶାର ବିଭିନ୍ନ ଭାଗରେ ଗରମ ଗୁଳୁଗୁଳି ହେଉଛି। ତା ମଧ୍ୟରୁ ଦର୍ଶକ ବନ୍ଧୁ ଆପଣ ଦେଖିପାରିଥିବେ ଭୁବନେଶ୍ୱର ସହିତ କଟକ, ଏପଟେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଯାଜପୁର, ତା ସହିତ ଯେଉଁ ରହୁଛି ଆପଣଙ୍କର ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ଗରମ ହେବ, ଗୁଳୁଗୁଳି ହେବ। ତା ସହିତ ପ୍ରବଳ ହିଟ୍ ୱେଭ୍ କଣ୍ଡିସନ ପାଇଁ ଆପଣଙ୍କର ଯେଉଁ ରହୁଛି ଯେମିତିକି ବଲାଙ୍ଗୀର, ତା ସହିତ ସୁନ୍ଦରଗଡ଼, ଏପଟେ ଯେଉଁ ରହୁଛି ସମ୍ବଲପୁର, ତା ସହିତ ଝାରସୁଗୁଡ଼ା, ଏହିସବୁ ଜିଲ୍ଲାମାନଙ୍କରେ ମଧ୍ୟ ହିଟ୍ ୱେଭ୍ କଣ୍ଡିସନ ପାଇଁ ୟେଲୋ ଆଲର୍ଟ ମିଳିଛି ପାଣିପାଗ ତରଫରୁ। ଏବଂ ଏହି କଣ୍ଡିସନ 24 ଘଣ୍ଟା ପାଇଁ। ତାପରେ ମଧ୍ୟ ଆହୁରି ଗରମ ଗୁଳୁଗୁଳି ବଢ଼ିବ। ବର୍ତ୍ତମାନ ଦେଶର ବିଭିନ୍ନ ଭାଗରେ ଯେଉଁଭଳି ଭାବରେ ବର୍ଷା ଥିଲା ତାହା ମଧ୍ୟ ହଟିଯାଇଛି। ବର୍ତ୍ତମାନ ଖରାଦିନର ଅସଲ ରଙ୍ଗ ଆରମ୍ଭ ହୋଇଯାଇଛି। ଝାଞ୍ଜି ପବନରେ ଜନଜୀବନ ଅସ୍ତବ୍ୟସ୍ତ ହେବାକୁ ପଡୁଛି। ବର୍ତ୍ତମାନ ସମୟରେ ଉତ୍ତର ପଶ୍ଚିମ ଦିଗରୁ ଆସୁଛି ଶୁଷ୍କ ବାୟୁ, ଝାଞ୍ଜି ପବନ, ତା ସହିତ ଦର୍ଶକ ବନ୍ଧୁ ପଶ୍ଚିମ ଭାରତରୁ ମଧ୍ୟ କିଛି ଗରମ ବାୟୁ ବର୍ତ୍ତମାନ ମିଶ୍ରଣ ହେବାରେ ଲାଗିଛି ଓଡ଼ିଶାରେ। ଯାହା ଜଣାପଡୁଛି ଆପଣ ଦେଖିପାରୁଥିବେ ମୋବାଇଲ ସ୍କ୍ରିନରେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସାମାନ୍ୟ ଭାବରେ ସାମୁଦ୍ରିକ ବାୟୁ ଯାଉଛି ଉପକୂଳ ଓଡ଼ିଶାକୁ। ସେଥିପାଇଁ ଉପକୂଳ ଓଡ଼ିଶାରେ ଅତ୍ୟଧିକ ଖରା ତ ଦେଖିବାକୁ ମିଳୁନାହିଁ, କିନ୍ତୁ ଗରମର ମାତ୍ରା ବା ଗୁଳୁଗୁଳିର ମାତ୍ରା ଅଧିକ ଦେଖିବାକୁ ମିଳୁଛି। କିନ୍ତୁ ବର୍ତ୍ତମାନ ସମୟରେ ଆପଣ ଦେଖନ୍ତୁ ଯାହା ମୋବାଇଲ ସ୍କ୍ରିନ୍ ଦେଖିପାରୁଥିବେ ଉତ୍ତର ପୂର୍ବ ଭାରତ ଯେମିତିକି ରହୁଛି ଆସାମ, ମେଘାଳୟ, ସିକିମ, ଏହିସବୁ ରାଜ୍ୟର ସ୍ଥାନେ ସ୍ଥାନେ ମଧ୍ୟମରୁ ପ୍ରବଳ ବର୍ଷା ବା ଘଡ଼ଘଡ଼ି ସହିତ ବର୍ଷା ରହିପାରେ। ମୋଟାମୋଟି କହିବାକୁ ଗଲେ ଦେଶର ବିଭିନ୍ନ ଭାଗରେ ପାଗ ଶୁଖିଲା ରହିବ, କେବଳ ଉତ୍ତର ପୂର୍ବ ଭାରତକୁ ଛାଡ଼ିଦେଲେ। ଏହା ସହିତ ଜିଏଫଏସ୍ ମଡେଲ କିଛି ଭଲ ସଂକେତ ଦେଇଛି। ମାସ ଶେଷ ବେଳକୁ ହାଲକା ବର୍ଷା ରହିପାରେ। ଦର୍ଶକ ବନ୍ଧୁ 18ରୁ ନେଇକି 22 ତାରିଖ ମଧ୍ୟରେ ଜିଏଫଏସ୍ ମଡେଲ କହୁଛି ହାଲକା ବର୍ଷା ଓଡ଼ିଶା ସହିତ କିଛି ରାଜ୍ୟରେ ହୋଇପାରେ। କିନ୍ତୁ ଏହି ଖବର ଉପରେ କେତେ ସତ ରହିବ ତାହା ନିଶ୍ଚୟ ପରେ ଧୀରେ ଧୀରେ ସ୍ପଷ୍ଟ ହେବ। କିନ୍ତୁ ଲଙ୍ଗ ରେଞ୍ଜ ଫୋରକାଷ୍ଟ ମାଧ୍ୟମରେ ଯାହା ସୂଚନା ମିଳୁଛି 18, 19, 20 ତାରିଖ ମାନଙ୍କରେ ଯେଉଁ ରହୁଛି ଆପଣଙ୍କର ତାମିଲନାଡୁ, ଗୋଆ, କେରଳ ଆଖପାଖ ଅଞ୍ଚଳରେ ବର୍ଷା ରହିପାରେ। ଏହା ସହିତ କର୍ଣ୍ଣାଟକ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ରହିପାରେ। ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲକା ଫୁଲକା ବର୍ଷା ରହିପାରେ। ଉତ୍ତର ପୂର୍ବ ରାଜ୍ୟରେ ବର୍ଷାର ମାତ୍ରା ଦେଖିବାକୁ ମିଳିପାରେ ଆଗାମୀ ଦିନରେ ବୋଲି ଯାହା ବର୍ତ୍ତମାନ ସମୟରେ ଜିଏଫଏସ୍ ମଡେଲ କହୁଛି। ଧ୍ୟାନ ଦିଅନ୍ତୁ, ଏହି ଅପଡେଟ୍ ବର୍ତ୍ତମାନ ସମୟରେ ପରିବର୍ତ୍ତନ ମଧ୍ୟ ହୋଇପାରେ, କାରଣ ଲଙ୍ଗ ରେଞ୍ଜ ଫୋରକାଷ୍ଟ ରହୁଛି ବା ଦୀର୍ଘମିଆଦୀ ଆକଳନ ରହୁଛି, ଏହା କେବେ ବି ମଧ୍ୟ ପରିବର୍ତ୍ତନ ହୋଇପାରେ। କିନ୍ତୁ ଯାହା ମଡେଲ ଆକଳନ ରହୁଛି ଗରମ ବଢ଼ିବ। 15 ଏପ୍ରିଲରୁ ଦର୍ଶକ ବନ୍ଧୁ ଓଡ଼ିଶାରେ ତାପମାତ୍ରା ରେକର୍ଡ ଭାଙ୍ଗିବ, 45 ପର୍ଯ୍ୟନ୍ତ ଯାଇପାରେ ତାପମାତ୍ରା। ଏବେ ଦେଖିବା ମୌସୁମୀ ବାୟୁକୁ ନେଇକି କ'ଣ ହୋଇଛି ବଡ଼ ଖବର। ଦର୍ଶକ ବନ୍ଧୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇକି ପୂର୍ବାନୁମାନ ଆସିଛି। ପ୍ରାଥମିକ ଆକଳନ ଅନୁସାରେ ଓଡ଼ିଶାରେ ହୋଇପାରେ ଦର୍ଶକ ବନ୍ଧୁ ବିଲୋ ନର୍ମାଲ ବର୍ଷା, ମାନେ କମରୁ କମ ବର୍ଷା ହୋଇପାରେ ଓଡ଼ିଶାରେ ସମ୍ଭାବନା ରହିଛି। ଏହା ମଧ୍ୟ ଆଗକୁ ପରିବର୍ତ୍ତନ ହୋଇପାରେ, କିନ୍ତୁ ଆଇଏମଡି ତରଫରୁ ବର୍ତ୍ତମାନ ସୂଚନା ଦିଆଯାଇଛି ପ୍ରଥମ ଆକଳନ ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ବିଲୋ ନର୍ମାଲ ବର୍ଷା ହୋଇପାରେ। ଏହା ସହିତ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସାମାନ୍ୟ ବର୍ଷା ଅଧିକ ହୋଇପାରେ। ଏହା ସହିତ ଜାମ୍ମୁ କାଶ୍ମୀର, ଲଦାଖ, କିଛି ବିଲିକିସ୍ତାନରେ ମଧ୍ୟ ଆଭବ ନର୍ମାଲ ବର୍ଷା ହୋଇପାରେ। କିନ୍ତୁ ମୋଟାମୋଟି କହିବାକୁ ଦର୍ଶକ ବନ୍ଧୁ ବର୍ଷାର ମାତ୍ରା ଦେଶର ବିଭିନ୍ନ ଭାଗରେ କମ ରହିବ ଏଲିନୋ ପ୍ରଭାବରେ। ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇକି ମଧ୍ୟ ଆହୁରି କିଛି ବଡ଼ ଅପଡେଟ୍ ରହିଛି, ଆଗାମୀ ଭିଡ଼ିଓରେ ଆଲୋଚନା କରିବା। କିନ୍ତୁ ବଡ଼ ଖବର ରହିଛି ମେ ମାସରେ ବାତ୍ୟାକୁ ନେଇକି। ଦର୍ଶକ ବନ୍ଧୁ ମେ ମାସରେ ସାଇକ୍ଲୋନ ସୃଷ୍ଟି ହୋଇପାରେ ବୋଲି ଯାହା ମଡେଲ ମାନେ ଆକଳନ କଲେଣି। ଜିଏଫଏସ୍ ମଡେଲ, ଇସିଏମ୍ ଡବ୍ଲ୍ୟୁଏଫ୍ ମଡେଲ, ଅନ୍ୟ କିଛି ଗ୍ଲୋବାଲ ମଡେଲ ମାନେ ଆକଳନ କରୁଛନ୍ତି ବଙ୍ଗୋପସାଗର ବା ଆରବ ସାଗରରେ ଦୁଇ ସାଗରରେ ହଲଚଲ ଦେଖିବାକୁ ମିଳିପାରେ ମେ 5ରୁ ନେଇକି 15 ତାରିଖ ମଧ୍ୟରେ। କିନ୍ତୁ ଧ୍ୟାନ ଦିଅନ୍ତୁ ଏହି ଅପଡେଟ୍ ପରିବର୍ତ୍ତନ ହୋଇପାରେ।
केते परिवर्तन हम आगामी भिडियो मान निश्चय पर आलोचना करवा मोटामोटी कह दर्शक बंधु मे मसरे आक्टिव रुई सागर जहाँ गोटे प्रकार स्पष्ट मिलूँ तेरे दर्शक बंधु आप देखिले कि जून नहीं सेप्टेम्बर मसरे मौसुमी वायु सामान्य निराश करे देशर विभिन्न भाग में किंतु दर्शक बंधु जेहेतु लंग रेंज फोरकास्ट रही आईएमडी सूचना रही कि पाणीपाग बड़ परिवर्तन आसो आगामी दिन मानक तथापि आम अपेक्षा करवा आगामी दिन मौसुमीर केमिति रूपरेख तो प्रतिदिन पाणीपाग खबर देखूँ विंडोरा चैनल सहित जड़ित हो रुहतु आज एति नमस्कार जय जगन्नाथ दर्शक बंधु।